ଇତିହାସ କୁହେ ଅତୀତରେ ମୁଗଲ ମାନେ ବିଦେଶୀ ସେମାନେ ଭାରତରେ ଆସି ବସବାସ କରୁଛନ୍ତି। ଇଂରେଜ ମାନେ ବିଦେଶୀ, ଡଚ୍ ମାନେ ବିଦେଶୀ, ପର୍ତ୍ତୁଗିଜ ମାନେ ବିଦେଶୀ। ଯଦି ଏମାନେ ବିଦେଶୀ ହେଲେ ତାହେଲେ ମୋର ଗୋଟେ ପ୍ରଶ୍ନ, ଯୋଉ ଆରିୟନ୍ସ ମାନେ ଇଣ୍ଡିଆକୁ ଆସିଥିଲେ ସେମାନେ କଣ? ସେମାନେ ବି ବିଦେଶୀ। ଏଇ ଆରିୟନ୍ସ ମାନେ କିଏ? ନା ହିନ୍ଦୁ ଧର୍ମରେ ଯୋଉମାନେ ବଡ ଜାତି ଚୋଦେଇ ହଉଛନ୍ତି ସେଇମାନେ ହେଉଛନ୍ତି ଆରିୟନ୍ସ। ହିନ୍ଦୁ ଧର୍ମରେ କାଳ୍ପନିକ ଦେବାଦେବୀଙ୍କୁ ଆଣି ଆମର ଯୋଉ ମୂଳ ଭାରତୀୟ ମାନେ ରହିଲେ ତାଙ୍କ ମୁଣ୍ଡରେ ହିନ୍ଦୁ ଧର୍ମର କିଡ଼ା ପୁରେଇ କାଳ୍ପନିକ ଦେବାଦେବୀଙ୍କ ପୂଜାର୍ଚ୍ଚନା ପୁରେଇ ଆଜି ସେମାନେ ସାଜିଛନ୍ତି କଣ ନା ହିନ୍ଦୁ ଧର୍ମରେ ବଡ ଜାତି। ମୋ କଥା ଯଦି ମିଛ ଆପଣ ମାନେ ଗୁଗଲ କରିପାରନ୍ତି କି ଆରିୟନ୍ସ ମାନେ କିଏ। ଯେତେବେଳେ ଇଂରେଜ ଶାସନ କରୁଥିଲା ସେତେବେଳେ ଇଂରେଜ ମାନେ ଭାରତୀୟ ମାନଙ୍କ ଉପରେ କର ଲଗଉଥିଲେ। ଯେତେବେଳେ ଆରିୟନ୍ସ ମାନଙ୍କ ଉପରେ କର ଲାଗୁ ହେଲା ଏମାନେ କଣ କହିଲେ ନା ଆପଣ ମାନେ ଯେଭଳି ବିଦେଶୀ ଆମେ ବି ତମ ପରି ବିଦେଶୀ, ଆମେ ହିନ୍ଦୁସ୍ତାନୀ ନୁହେଁ, ଆମେ ଭାରତୀୟ ନୁହଁ, ଆପଣ ମାନଙ୍କ ପରି ଆମେ ବି ୟୁରେସିଆ ରୁ ଆସି ଏଠି ବସବାସ କରିଛୁ। ୟୁରେସିଆ ଟା କୋଉଠି ନା ରଷିଆ ଆଉ ୟୁରୋପ ମହାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳ। ଚିନ୍ତା କରନ୍ତୁ ଏମାନେ ଏତେ ଚାଲାକ। ୟୁରେସିଆରୁ ଆସି ଏମାନେ ହିନ୍ଦୁ ଧର୍ମର ଠିକାଦାରୀ ସାଜିଛନ୍ତି। ଆରେ ସମୟ ପରିବର୍ତ୍ତନ ହେଲାଣି। ଆରେ ତମେ ମାନେ ବି ବିଦେଶୀ। ଯେମିତି କାଶ୍ମୀରରୁ ବିଦା ହେଲ ସେମିତି ଭାରତରୁ ବି ବିଦା ହବ ବହୁତ ଶୀଘ୍ର।